ଆସନ୍ତୁ ବୁଲିଯିବା ଆମେ ଲାଇଟ୍ ହାଉସ୍। ବର୍ତ୍ତମାନେ କେନ୍ଦ୍ରାପଡ଼ାର ମହାକୁପଡ଼ା ଏରିଆରେ ଯେଉଁ ଥିବା ବତିଘରକୁ ଆସିଛୁ ଆମେ ଟିକେ ବୁଲିବା ପାଇଁ। ବତିଘର ଓଡ଼ିଶାର ଗୋଟେ ନିଆରା ସିଷ୍ଟମ୍। ଏ ବତିଘର କାହିଁକି କରାଯାଇଛି, ତାର କାର୍ଯ୍ୟ କ'ଣ, ଆସନ୍ତୁ ବତିଘର ଭିତରେ ଦେଖିବା ଏବଂ ବୁଝିବା ତାର ଆକ୍ଚୁଆଲି କାର୍ଯ୍ୟ କ'ଣ, ବତିଘର କାହିଁକି ହେଇଛି, ସମୁଦ୍ର କୂଳିଆରେ ବତିଘର କ'ଣ ପାଇଁ କରାଯାଇଛି, ବତିଘର ଆକ୍ଚୁଆଲି ତାତ୍ପର୍ଯ୍ୟତା କ'ଣ। ଆସନ୍ତୁ ବତିଘରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନଙ୍କଠୁ ବୁଝିବା ଆଉ କାର୍ଯ୍ୟ କ'ଣ ସେମାନଙ୍କର ବୁଝିବା। ଏ ଦେଖନ୍ତୁ ବତିଘରର ଯେଉଁ ଲୋକ ଭିଜିଟର ମାନେ ଆସନ୍ତି ଏଇଠି ସେମାନେ ସମୟ ଅତିବାହିତ କରନ୍ତି ଏବଂ ବସନ୍ତି। ବସିକିରି ବତିଘରର ସମ୍ପୂର୍ଣ୍ଣ ଜିନିଷ ଏଠି ଦେଖିପାରିବେ ଆପଣ। ବତିଘର ଆଜ୍ଞା ଟିକେ ବତିଘର ଆଡ଼କୁ ବୁଲାନ୍ତୁ, ବତିଘର ଟିକେ ଦେଖନ୍ତୁ। ଦେଖନ୍ତୁ ଏଇଠୁ ଆପଣ ବସିବେ, ବତିଘର ସମ୍ପୂର୍ଣ୍ଣ ଜିନିଷଟା ବି ଆପଣ ଦେଖିପାରିବେ। ବତିଘରର ସୁନ୍ଦର ପରିବେଶ, କେତେ ସୁନ୍ଦର ପରିବେଶ ଟିକେ ବୁଲାନ୍ତୁ। ଆମେ ଏଇଟା ହେଉଛି ତାର ବସିବା ସ୍ଥାନ। ଏଇଠି ବତିଘରର ସ୍ମୃତି ଅନୁଧ୍ୟାନ କରିବେ। ଆଉ ଯେଉଁ ଭିଜିଟର ମାନେ ଆସୁଛନ୍ତି ଦୂର ଦୂରାନ୍ତରୁ ଏଠି ବସିବା ପାଇଁ ଏଇଟା ହେଇଛି। ଆସନ୍ତୁ ବତିଘରର ପରିବେଶ ଦେଖିବା ଆଉ ବତିଘରର ଯେଉଁ ଯେଉଁ ସୌନ୍ଦର୍ଯ୍ୟ ଅଛି ତାକୁ ବି ଆମେ ଉପଭୋଗ କରିବା ଏବଂ ପରିବେଶ କେତେ ସୁନ୍ଦର ଲାଗୁଛି ଟିକେ ପରିବେଶ ଆଡ଼କୁ ଟିକେ ଦେଖନ୍ତୁ। କ୍ୟାମେରା କେତେ ସୁନ୍ଦର ଲାଗୁଛି। ଆସନ୍ତୁ ଆସନ୍ତୁ ଭିତରେ ବୁଲିବା। ଇଏ ଇଣ୍ଡିଆର ସବୁଠାରୁ ବୃହତ୍ତମ ବତିଘର ହାଉସ୍। ଆମ ଇଣ୍ଡିଆରେ ସମ୍ପୂର୍ଣ୍ଣ 203ଟି ଲାଇଟ୍ ହାଉସ୍ ଅଛି। 203ଟି ଲାଇଟ୍ ହାଉସ୍ ଭିତରେ ଇଏ ହେଉଛି ସବୁଠାରୁ ବୃହତ୍ତମ ଲାଇଟ୍ ହାଉସ୍। ଆସନ୍ତୁ ଆସନ୍ତୁ ଭିତରକୁ ଯିବା। ସବୁଠାରୁ ବଡ଼ ଲାଇଟ୍ ହାଉସ୍ ଆଉ ବହୁତ ପୁରୁଣା ଲାଇଟ୍ ହାଉସ୍ ଏବଂ ଆର ସୌନ୍ଦର୍ଯ୍ୟ କେତେ ସୁନ୍ଦର ଅଛି। ବର୍ତ୍ତମାନ ଲାଇଟ୍ ହାଉସ୍ର ଯେଉଁମାନେ ଅଛନ୍ତି ଇନଚାର୍ଜ ଅଛନ୍ତି ତାଙ୍କୁ ବି ପଚାରିବା ଲାଇଟ୍ ହାଉସ୍ କେଉଁ ପରିପ୍ରେକ୍ଷୀରେ ଅଛି ଆଉ କେମିତି ତା ପରିବେଶ ଅଛି। ଆମେ ସବୁ କଥା ପଚାରି ବୁଝିବା ତାଙ୍କଠୁ। ଆଜ୍ଞା ଦେଖନ୍ତୁ ଏଇଟା ହେଉଛି ବତିଘରର ଚିଲଡ୍ରେନ୍ ପାର୍କ। ଏଠି ଯେଉଁ ପର୍ଯ୍ୟଟନ ମାନେ ଆସନ୍ତି ଏଠିକି ତାଙ୍କର ଯେଉଁ ଛୋଟ ଛୋଟ ପିଲା ଆସନ୍ତି ଏସବୁ ପରିବେଶ ଭିତରେ ଖେଳିବା ବୁଲିବା ପାଇଁ ଟିକେ ମଜା ନେବା ପାଇଁ ବହୁତ ସୁନ୍ଦର କାରୁକାର୍ଯ୍ୟ ହେଇଛି ଏବଂ ପିଲାମାନଙ୍କର ଖେଳିବା ପାଇଁ ଏଠି ସବୁ ଖେଳନା ବି ଅଛି। ପିଲାମାନେ ଖେଳିପାରିବେ। ଦେଖନ୍ତୁ ଖେଳନାକୁ ପିଲାମାନେ ବି ଖେଳିପାରିବେ, ବଢ଼ିଆ ଖେଳନା ଅଛି। ଆଉ ଏଇଟା ଆମେ ପ୍ରଥମେ ଗୋଟେ ଦେଖେଇଥିଲୁ ଲୋକମାନଙ୍କୁ ବସିବା ପାଇଁ ସ୍ଥାନ, ଇଏ ବି ସେକେଣ୍ଡ ସ୍ଥାନ। ଆଉ ଗୋଟେ ପିଲା ଯେଉଁ ଗାର୍ଡ଼ିଆନ ମାନେ ଆସିବେ ତାଙ୍କ ପିଲାମାନେ ଏଠି ଖେଳିବେ, ବତିଘରର ସୁନ୍ଦର ଉପଭୋଗ ନେବେ। ଦେଖନ୍ତୁ ଟିକେ ବତିଘର ଏଇଠୁ ଦେଖାଯାଉଛି, ଏଇପଟକୁ ଆସନ୍ତୁ କେତେ ସୁନ୍ଦର ଲାଗୁଛି ଦେଖନ୍ତୁ। ଆମେ ଆପଣଙ୍କୁ ଦେଖନ୍ତୁ ଏଇଠି ଯେଉଁମାନେ ଗାର୍ଡ଼ିଆନ ମାନେ ଆସୁଛନ୍ତି ସେମାନେ ଏଠି ବସୁଛନ୍ତି, ତାଙ୍କ ପିଲାମାନେ ଏଠି ଖେଳିଲେ ପ୍ଲସ୍ ବତିଘରର ବି ଉପଭୋଗ ନେଇପାରିଲେ। ଏ ହେଉଛି ବତିଘରର ଅଫିସ୍। ଯେଉଁ ସାର୍ ମାନେ ବତିଘରର ଦାୟିତ୍ୱରେ ଅଛନ୍ତି ସେମାନଙ୍କର ଅଫିସ୍। ସେମାନେ ଏଇଠୁ ବତିଘରକୁ ଅପରେଟ୍ କରୁଛନ୍ତି ଏଇଠି ଅଫିସରୁ ବସି। ଆସନ୍ତୁ ଆମେ ସେ ସାର୍ଙ୍କ ସହିତ କଥା ହେବା କ'ଣ ବତିଘରର ସୌନ୍ଦର୍ଯ୍ୟ, ବତିଘର କାହିଁକି ହେଇଛି, କେବେଠୁ ହେଇଛି, ଏଇଟା ଆସନ୍ତୁ ବୁଝିବା ବତିଘର ସାର୍ଙ୍କଠୁ। ଆସନ୍ତୁ ବତିଘରର ଯିଏ ଇନଚାର୍ଜ ଦାୟିତ୍ୱରେ ଅଛନ୍ତି ତାଙ୍କ ନାଁ ଜୟନ୍ତ ଚାଟାର୍ଜୀ। ତାଙ୍କଠୁ ବୁଝିବା କ'ଣ ବତିଘର କେବେଠୁ ହେଇଛି ଆଉ ବତିଘର ଆକ୍ଚୁଆଲି ତାତ୍ପର୍ଯ୍ୟଟା କ'ଣ। ସାର୍ ଆପଣଙ୍କ ନାଁଟା? ନମସ୍କାର, ମୁଁ ନମସ୍କାର ସାର୍। ଜୟନ୍ତ ଚାଟାର୍ଜୀ। ଆଜ୍ଞା ମୁଁ ହେଉଛି ଲାଇଟ୍ ହାଉସ୍ ଇନଚାର୍ଜ। ଆଜ୍ଞା ମୁଁ ଏଠିଠୁ 2006ଠୁ ଅଛି ଏଠି ହେଲା। ଆଜ୍ଞା ତ 6ଠୁ ଅଛି। ସେଇ ଟାଇମ୍ରେ ଏତେ ଡେଭଲପ୍ ନଥିଲା। ଆଜ୍ଞା ମଝିରେ 2023ରେ ଟୁରିଜିମ୍ ପାଇଁ ଏଠି 75 ଅଲ୍ ଇଣ୍ଡିଆରେ ଆଜ୍ଞା 75 ଲାଇଟ୍ ହାଉସ୍ ଭିତରେ ଆଜ୍ଞା ୱାନ୍ ଅଫ୍ ଦ ଓଲ୍ଡେଷ୍ଟ ଲାଇଟ୍ ହାଉସ୍ ଇନ୍ ଇଣ୍ଡିଆ ଇଣ୍ଡିଆ ହେଉଛି ଫଲ୍ସମ୍ୟାନ୍ ଲାଇଟ୍ ହାଉସ୍। ଆଜ୍ଞା ସେ ଟାୱାରଟା ସେମ୍ ଅଛି, ଆଜ୍ଞା ଖାଲି ଏଭ୍ରି 4 ଇୟର୍ସ ତା ମେଣ୍ଟେନାନ୍ସ ହେଉଛି। ମେଣ୍ଟେନାନ୍ସ ମାନେ କାଲାର ହେଉଛି, ଆଜ୍ଞା। ସବୁ ମେଣ୍ଟେନାନ୍ସ ଚାଲିଛି। ଆଉ ବତିଘର କ'ଣ ପାଇଁ ହେଇଛି? আচ্ছা বাতিঘর হচ্ছে এটা হচ্ছে নামটা হচ্ছে লাইট হাউসের নামটা বহুত অদ্ভুত। সেটা হচ্ছে ফলস পয়েন্ট লাইট হাউস। এ স্যার ফলস পয়েন্ট মানে গলত বিন্দু। আজ্ঞা তো আগেরও যে টাইমে ইস্ট ইন্ডিয়া কোম্পানি ଥିଲା ଇଣ୍ଡିଆରେ, ଆଜ୍ଞା ବ୍ରିଟିଶ ମାନେ ଶାସନ କରିଥିଲା ଇଣ୍ଡିଆକୁ, ଆଜ୍ଞା ସେଇ ଟାଇମରେ ଇଣ୍ଡିଆର କ୍ୟାପିଟାଲ ଥିଲା ଆଜ୍ଞା କାଲକାଟା। ଆଜ୍ଞା ତ ସେଇ ଟାଇମରେ ସଡ଼କ ବ୍ୟବସ୍ଥା ଏତେ ସୁନ୍ଦର ନଥିଲା। ଆଜ୍ଞା ସେଇ ଟାଇମରେ ଜାହାଜରେ ସବୁ ମାଲପତ୍ର ଆମଦାନୀ ରପ୍ତାନୀ ହଉଥିଲା। ତ ସେଇ ଟାଇମରେ ସିପ୍ ମାନେ ଯେମାନେ ଯେମିତି ହୁକିଟଲା ଗୋଟେ ଅଛି ଷ୍ଟୋର ହାଉସ୍। ଆଜ୍ଞା ଆଜ୍ଞା ଶିପ୍ ମାନେ ଯେହେତୁ ଶିପ୍ ମାନେ ଆଣୁଛନ୍ତି ମାଲପତ୍ର ଲୋଡ୍ କରି ଆସୁଛନ୍ତି, ଆଜ୍ଞା ସେମାନେ ଜାଣୁନା ପାରୁଥିଲା ଯେ ଏଟା କୋଉ ଜାଗାଟା। ଆଜ୍ଞା ତ ସେମାନେ ବାଇ ମିଷ୍ଟେକ୍ ଆଜ୍ଞା ମହାନଦୀ ମୋହନାରେ ଆସିକି ଆଜ୍ଞା ଭିତରେ ପଶି ଆସୁଥିଲେ। ସେଇ ଟାଇମରେ ପାରାଦୀପ ପୋର୍ଟ ନଥିଲା।
ପାରାଦୀପ ପୋର୍ଟ 1964 ରେ ହେଇଛି। ଏ ଲାଇଟ୍ ହାଉସଟା ହଉଛି 1838, ଆଜ୍ଞା one of the oldest light house in India, ଆଜ୍ଞା 193 years old। ଆଜ୍ଞା ତ ସେଇ ଟାଇମରେ ଜାହାଜ ମାନେ ବାଇ ମିଷ୍ଟେକ୍ ମାନେ କାଲକାଟା ପୋର୍ଟଟା ହଉଛି ହୁଗଲି ରିଭର ମୋହନାରେ, ଆଜ୍ଞା ଆଉ ପାରାଦୀପ ପୋର୍ଟ ହଉଛି ମହାନଦୀ ରିଭର ମୋହନା। ଆଜ୍ଞା ସେ ମହାନଦୀ ରିଭର ମୋହନା ହୁଗଲି ରିଭର ମୋହନା ସେମ୍। ଆଜ୍ଞା ସେଇପାଇଁ ଜାହାଜ ମାନେ ଯାতে ଭୁଲ କରି ଏଠି ନା ପଶେ, ଆଜ୍ଞା କାରଣ ଏଠି ଗୋଟେ ପୋର୍ଟ ନଥିଲା, ପୋର୍ଟ ନଥିଲା ନାହିଁ, ଆଜ୍ଞା ଆଜ୍ଞା ସେଇପାଇଁ ସେ ଲାଇଟ୍ ହାଉସଟାର ନାମ ହଉଛି ଫଲ୍ସ ପଏଣ୍ଟ ଲାଇଟ୍ ହାଉସ। ଲାଇଟ୍ ହାଉସ୍। ଆପଣଙ୍କର ଏଠି କେତେ ଜଣ ବର୍ତ୍ତମାନ ଦାୟିତ୍ୱରେ ଅଛନ୍ତି? ଆଚ୍ଛା, ମୁଁ ଆକ୍ଚୁଆଲି ଓଭରଅଲ୍ ଇନଚାର୍ଜ। ଆଜ୍ଞା ଆଗରୁ ବହୁତ ଲୋକ ଥିଲା ଏଠି, ଆଜ୍ଞା তখন ମାନେ ଆପଣ ଦେଖିଥିବେ ପୁରାଣା କୋଟା ସବୁ ପଡ଼ି ରହିଛି। ଆଜ୍ଞା ଏବେ ମୁଁ একমাত্র ইনচার্জ, পার্মানেন্ট এমপ্লয়ি, লাইট হাউস ইনচার্জ। ଆଜ୍ଞା আর ସବୁ ଅଛି କଣ୍ଟ୍ରାକ୍ଚୁଆଲ ବେସିସରେ, ଆଉ 3 ଜଣ ଷ୍ଟାଫ୍ ଅଛନ୍ତି। ଆଜ୍ଞା ଆପଣଙ୍କର କାର୍ଯ୍ୟ କ'ଣ? କାର୍ଯ୍ୟ ହଉଛି ଆକ୍ଚୁଆଲି ଲାଇଟ୍ ହାଉସଟା ହଉଛି ମେନ୍ ହଉଛି ତାର ଲାଇଟ୍ ବିକନ୍। ଯେ ଆଜ୍ଞା ଲାଇଟ୍ ହାଉସଟା ଅଛି, ଆଜ୍ଞା ସେ ଲାଇଟ୍ ହାଉସ ଆଫ୍ଟର ସନସେଟ୍ ଲାଇটটা অন ହୁଏ, ଆଜ୍ଞା বিফোর সানসেট, বিফোর সানরাইজ লাইটটা অফ হয়ে যায়। তো এইটা ইন দ্য বিটুইন টাইম লাইটের এনি কিছু প্রবলেম হলে ମୁଁ ଟିକେ সঙ্গে সঙ্গে সজাই দেয়, সজাই লাইটটা চালু করে। এটা হচ্ছে লাইটটা মেনলি মানে ফাংশনিং উইদাউট এনি ইন্টারাপশন। যে লাইটটা রেঞ্জ অফ ভিজিবিলিটি হচ্ছে 40 কিলোমিটার। ରେଞ୍ଜ ହେଉଛି 40 କିଲୋମିଟର। 40 কিলোমিটার। তো এটি ছিঁড়া হলে দূর বাটে লাইট হাউসটা আক্চুয়ালি দুটা ফ্লাশ মারিব এমতি। ଆଜ୍ଞା তো 20 সেকেন্ডে দুইটা ফ্লাশ মারিব। সেটা ଆଜ୍ଞା হচ্ছে ফলস পয়েন্টର ক্যারেক্টার। ସେମାନେ কাছে ଗୋଟେ বই ଅଛି, ଆଜ୍ଞା କ୍ୟାପ୍ଟେନ ମାନେ ଜାଣିପାରିବେ ମୁଁ କୋଉ ପଟେ ଯାଉଛି। ଆଜ୍ଞା ଫଲସ ପଏଣ୍ଟ ଯେମିତି ଲ୍ୟାଣ୍ଡ ଆଇଡେଣ୍ଟିଫିକେସନ ମାର୍କ, ଆଜ୍ଞା ଯେମିତି ଆମର ଟ୍ରେନରେ ସଫର କରୁଛନ୍ତି ଆପଣ କେମିତି ଜାଣିବେ ଯେ ଭୁବନେଶ୍ୱର ଆସିଛି କଟକ ଆସିଛି ଲେଖା ଅଛି ଭୁବନେଶ୍ୱର କଟକ କଟକ ଲେଖା ଅଛି, ଲେଖା କିନ୍ତୁ ଅଛି ସି ରୁଟ୍ରେ ସେମିତି ସମ୍ଭବ ହୁଏ ନା। ଆଜ୍ଞା ସେଇପାଇଁ ଲାଇଟର ଗୋଟେ କ୍ୟାରେକ୍ଟର ଅଛି, ସେ କ୍ୟାରେକ୍ଟର ଉପରେ ନାମ ଡିସାଇଡ ହଉଛି ଯେ ଆମର ଯୋଉ ପାରାଦୀପରେ ତିନିଟା ବର୍ତ୍ତମାନ ମାରିବ। ଏଇ ଯୋଉ ଲାଇଟ୍ ହାଉସ୍ ହେଇଛି ଆର ହାଇଟ୍ କେତେ? ହାଇଟ୍ 110 ଫୁଟ ଫ୍ରମ୍ MSL। MSL ମାନେ ମିନ୍ ସି ଲେଭେଲ। ଆଉ ଉପରକୁ ଯିବା ପାଇଁ ଆମର ବାଟ ଅଛି ବାଟ ଅଛି 133 steps। 133 steps। କିନ୍ତୁ ଇଭିନିଂରେ ଖାଲି 3ଟା ରୁ 5ଟା ପର୍ଯ୍ୟନ୍ତ ଖୋଲା ହଉଛି। ଓ ଇଭିନିଂରେ 3ଟା ରୁ 5ଟା ଯାକେ ଖୋଲା। ଖୋଲା ହଉଛି ଏବଂ ସମ୍ପୂର୍ଣ୍ଣ ଭିଜିଟର୍ସ ପାଇଁ ଫ୍ରି 10 ଟଙ୍କା। ନା ନା 10 ଟଙ୍କା ପାଇଁ ଆଡଲ୍ଟ, ଆଡଲ୍ଟ 3 ଟଙ୍କା ପାଇଁ ଚିଲଡ୍ରେନ୍ ଚିଲଡ୍ରେନ୍? ବିଲୋ 10 ଇୟର୍ସ। ଏଟା ଗଭର୍ଣ୍ଣମେଣ୍ଟର ରୁଲ୍। ଗଭର୍ଣ୍ଣମେଣ୍ଟ ରୁଲ୍। ଠିକ ଅଛି, ଆସନ୍ତୁ ତାହେଲେ ଯିବା ଆମେ ଲାଇଟ୍ ହାଉସରେ ଟିକେ ଦେଖିବା। ଓକେ ଓକେ ଆସନ୍ତୁ ସାର୍ ଠିକ ଅଛି। ଯିବା ଆମେ ବତୀଘର ଦେଖିବା, একদম ବତୀଘରର କ'ଣ ସବୁ ଜିନିଷ একদম। ବୁଝିବା। ଆସନ୍ତୁ। এটা হচ্ছে হুকিটলাটা বুঝলে, ଆଜ୍ଞା তার পেন্টিং করা হয়েছে। এটা হচ্ছে হুকিটলা, এটি একটু 1.5 ঘন্টা অধে লাগে। ଆଜ୍ଞା এটা হচ্ছে ব্রিটিশের ওয়ার হাউসটা ଆଜ୍ଞା বুঝলে, সমুদ্র মহানদী মোহনারে আছে। এই ଦେଖନ୍ତୁ এটা এটা হচ্ছে লাইট, ଏଇଟା ହଉଛି এটা হচ্ছে হুকিটলা। ହୁକିଟାଲା। হুম, ଆଉ ଏଇଟା ଦେଖନ୍ତୁ ଫଲ୍ସ ପଏଣ୍ଟ ଲାଇଟ୍ ଲାଇଟ୍ ହାଉସ୍। ହାଉସ୍ ହେଲା। ଆସନ୍ତୁ ଭିତରକୁ ଯିବା। ଟିକେ ମୁଣ୍ଡ ସାବଧାନ করে আছে। এটা হচ্ছে ব্রিটিশ মানে রହୁଥିଲେ। ব্রিটিশ মানে ଏଇଟା ହଉଛି ଯୋଉ ব্রিটিশ মানে একটা ଯୋଉ গেস্ট হাউস। ব্রিটিশ ଗେଷ୍ଟ মানে ହାଉସ୍, ଯୋଉ ତଳେ ବନ୍ଧୁ ତଳେ ମାନେ ରହୁଥିଲେ। ଗଭର୍ଣ୍ଣମେଣ୍ଟର ଯୋଉ ଲୋକମାନେ ଆସନ୍ତି ଏ ଗେଷ୍ଟ ହାଉସରେ ରୁହନ୍ତି। ବ୍ରିଟିଶ ଅମଳର ଗେଷ୍ଟ ହାଉସ୍, ବହୁତ ପୁରୁଣା ଗେଷ୍ଟ ହାଉସ୍। ଆସନ୍ତୁ ଭିତରକୁ ଯିବା। এটা হচ্ছে ଆସ ব্রিটিশের কুয়াটা। এটা হচ্ছে ব্রিটিশের কুয়াটা, ସେମାନେ ପାଣି ଦେଖନ୍ତୁ ପିଉଥିଲେ। ଇଏ ହଉଛନ୍ତି ବ୍ରିଟିଶ ଅମଳର କୂଅ, ଯୋଉଠି ଏଇ କୂଅରୁ ସେମାନେ ପାଣି ନିଅନ୍ତି। ଯୋଉମାନେ ଏ କ୍ୱାର୍ଟରରେ ସବୁ ରୁହନ୍ତି ଏମାନେ ସବୁ ଏଇଠୁ ପାଣି ନିଅନ୍ତି। ତାଙ୍କର ପାଣିର ଯୋଉ ବ୍ୟବସ୍ଥା ଏଇ କୂଅରୁ ଯାଏ। ଏଇଟା ହଉଛି ବ୍ରିଟିଶ ଅମଳର କୂଅ। ଦେଖନ୍ତୁ ଆଉ ପରିବେଶଟା ବି ବହୁତ ସୁନ୍ଦର ଅଛି। ଆସନ୍ତୁ ସାର୍ ଆମର ଲାଇଟ୍ ହାଉସ୍ ଟାକୁ ଖୋଲୁଛନ୍ତି। এটা ହচ্ছে ଲାଇଟ୍ ହାଉସର ବାର୍ଥ ସାର୍ଟିଫିକେଟ। ଦେଖନ୍ତୁ ଇଏ ହଉଛି ଲାଇଟ୍ ହାଉସର ବାର୍ଥ ସାର୍ଟିଫିକେଟ। କେବେ ଲାଇଟ୍ ହାଉସ୍ ହେଇଥିଲା, କେବେ କାମ ସରିଲା। କେବେ ସରିଲା, ଏଇଟା ହଉଛି ଲାଇଟ୍ ହାଉସର ବାର୍ଥ ସାର୍ଟିଫିକେଟ। ଏବଂ କିଛି ପୁଟ୍ ଅଫ୍ ୟୁର ସୁଜ୍ ହିୟର, ପାନ ଗୁଟକା ଗୁଟକା ସିଗାରେଟ ଆଣ୍ଡ ଆଲକୋହଲ ପର୍ସନ ନଟ୍ ଆଲାଉଡ୍ ଇନସାଇଡ୍। ତାମାନେ ଆ ଭିତରକୁ ପାନ କିମ୍ବା ମଦ ପିଇ କେହି ପଶି ପାରିବେ ନାହିଁ, ଆଲାଉ ନାହିଁ। ସାର୍ଙ୍କର ଏଇଟା ଇନଷ୍ଟ୍ରକ୍ସନ ଅଛି, ଗଭର୍ଣ୍ଣମେଣ୍ଟର ଇନଷ୍ଟ୍ରକ୍ସନ। ଏବଂ ସାର୍ ବି ଇନଷ୍ଟ୍ରକ୍ସନ ଏଠି ଯୋଉମାନେ ଆସୁଛନ୍ତି ତାଙ୍କୁ ବି ଦଉଛନ୍ତି। ଆସନ୍ତୁ ସାର୍ ଭିତରକୁ ଯିବା। ଆସନ୍ତୁ, ଇଏ ହଉଛି ଭିତର ପ୍ରଥମ ଲାଇଟ୍ ହାଉସର ଷ୍ଟେପ୍। ଆମେ ଚଢିବା। ଦେଖନ୍ତୁ ଇଏ ହଉଛି ଲାଇଟ୍ ହାଉସର ଏରିଆ। ଏଇ ପାହାଚ ଦେଇ ଆମେ ସାର୍ ଆସନ୍ତୁ, ଏଇ ପାହାଚ ଦେଇ ଆମେ ଲାଇଟ୍ ହାଉସର ସମ୍ପୂର୍ଣ୍ଣ ଉପରକୁ ଯିବା। উপরে ଯିବା। ଆସନ୍ତୁ ଆସନ୍ତୁ। ଆସନ୍ତୁ ଏଇ ପାହାଚ ଦେଇ ଆମେ ସମ୍ପୂର୍ଣ୍ଣ ଉପରକୁ ଯିବା। 133 steps। 133 steps ଆମେ ଆକୁ ଚଢିବା। ଚଢିକିରି ସମ୍ପୂର୍ଣ୍ଣ ଅଗ୍ରଭାଗକୁ ଯିବା। ଲାଇଟ୍ ହାଉସର ସମ୍ପୂର୍ଣ୍ଣ ଅଗ୍ରଭାଗକୁ ଯିବା।
ସମ୍ପୂର୍ଣ୍ଣ ଅଗ୍ରଭାଗକୁ ଯିବା ପାଇଁ ତାର ସିଡି ସିଷ୍ଟମ, ଯେହେତୁ ପାହାଚ ସିଷ୍ଟମ ଏଠି ହେଇପାରିବ ନାହିଁ, ଏଇଟା ସିଡି ସିଷ୍ଟମ। এই ସିଡି ମାଧ୍ୟମରେ ଆମେ ଲାଇଟ୍ ହାଉସର ସମ୍ପୂର୍ଣ୍ଣ ଅଗ୍ରଭାଗକୁ ଯାଇପାରିବା। ବ୍ୟବସ୍ଥା ଭଲ ଅଛି କିନ୍ତୁ ରିକ୍ସ, ଭାରି ରିକ୍ସ। ଆପଣମାନେ ଏଇ ରିକ୍ସ ମାଧ୍ୟମରେ ଆ ଭିତରକୁ ଯିବା ପାଇଁ ଚେଷ୍ଟା କରିବେ। ଆଉ ସମ୍ପୂର୍ଣ୍ଣ ରିକ୍ସରେ ଆମେ ଯାଉଛୁ, ସମ୍ପୂର୍ଣ୍ଣ ଅଗ୍ରଭାଗକୁ ଆମେ ଯାଉଛୁ। ଦେଖନ୍ତୁ এটা ହେନ୍ତାଳ ବର୍ଣ୍ଣ ହେଇଛି, ଇଏ ହେଉଛି ସମ୍ପୂର୍ଣ୍ଣ ହେନ୍ତାଳ ବର୍ଣ୍ଣ। ଆ ପରିବେଶ ଭିତରେ ଲାଇଟ୍ ହାଉସ୍ ଅଛି, କେତେ ସୁନ୍ଦର ମନୋରମ। ଦେଖନ୍ତୁ ଏଠି ଲାଇଟ୍ ହାଉସର ଯୋଉ ଅଫିସ ଥିଲା, ଆମେ ସେ ଅଫିସ ପଟ ଦେଇ ଚଢ଼ିକିରି ଆସିଲୁ, ଉପରକୁ ଆସିଲୁ। ଦେଖନ୍ତୁ ଏଉଠୁ ଦେଖିବେ ଆପଣ ଆକ୍ଚୁଆଲ ଲାଇଟ୍ ହାଉସର ପରିବେଶଟା କେତେ ସୁନ୍ଦର ପରିବେଶ ହେଇଛି। ଇଏ ହେଉଛି ଲାଇଟ୍ ହାଉସର ପରିବେଶ। ଆମେ ବର୍ତ୍ତମାନ ସମ୍ପୂର୍ଣ୍ଣ ଅଗ୍ରଭାଗରେ ଅଛୁ, ଲାଇଟ୍ ହାଉସର ସମ୍ପୂର୍ଣ୍ଣ ଅଗ୍ରଭାଗରେ ଅଛୁ। ଦେଖନ୍ତୁ ଇଏ ହେଉଛି ଭିତର, ଇଏ ହେଉଛି ଲାଇଟ୍ ସିଷ୍ଟମ, ଇଏ ହେଉଛି ଲାଇଟ୍ ସିଷ୍ଟମ। ଏ ହେଉଛି ଲାଇଟ୍ ହାଉସର ସମ୍ପୂର୍ଣ୍ଣ ଅଗ୍ରଭାଗର ଦୃଶ୍ୟ ଏବଂ ଲାଇଟ୍ର ବ୍ୟବସ୍ଥା। ଏଠି ପ୍ରତିଦିନ ଲାଇଟ୍ର ବ୍ୟବସ୍ଥା କରାଯାଇଛି। ଏ ଲାଇଟ୍ର ସମ୍ପୂର୍ଣ୍ଣ ଅଗ୍ରଭାଗ। ଏ ହେଉଛି ଲାଇଟ୍ ହାଉସ୍, ଏ ଲାଇଟ୍ର ବ୍ୟବସ୍ଥା। କିଛି ପରିମାଣରେ କାର୍ଯ୍ୟ ଚାଲିଛି, କଲର କାମ ଚାଲିଛି। ଲାଇଟ୍ ହାଉସର ଇଞ୍ଜିନ ରୁମ୍, ଦେଖନ୍ତୁ ଏ ଲାଇଟ୍ ହାଉସର ଇଞ୍ଜିନ ରୁମ୍। ଏସବୁ ଡିଜି ଅଛି, ଯେତେବେଳେ ଲାଇନ୍ ପଳେଇ ଯାଏ ଏ ଡିଜି ମାଧ୍ୟମରେ ଲାଇଟ୍ ହାଉସ୍ ଚାଲେ। ଏ ଲାଇଟ୍ ଡିଜି ଅଛି, ଦୁଇଟା ଡିଜି ଅଛି। ଡିଜି ବ୍ୟବସ୍ଥା ମାଧ୍ୟମରେ ଲାଇଟ୍ ଚାଲୁଛି। ଏଇଟା ହେଉଛି ତ କୁହାଯାଏ ଇଞ୍ଜିନ ରୁମ୍। ଆକୁ ବି କଣ୍ଟ୍ରୋଲ କରୁଛନ୍ତି ସାର୍, ତାଙ୍କର ଯେଉଁ କର୍ମଚାରୀ ଅଛନ୍ତି ଯେ ଲାଇଟ୍ ହାଉସ୍, ଆକୁ ବି କଣ୍ଟ୍ରୋଲ କରୁଛନ୍ତି। ଏଇଟା ହେଉଛି ତାର ଇଞ୍ଜିନ ରୁମ୍। ବହୁତ କିଛି ବ୍ୟବସ୍ଥା ଗଭର୍ଣ୍ଣମେଣ୍ଟ କରିଛନ୍ତି।